ବାହାରକୁ ଯାଇଥିଲେ ଏରକ ଏନ୍ଜୟ କରି ପାରଥାନ୍ତା ନା ସେଠି ସେ ଘାସ ବଣିଆ ମାସ ବଣିଆରେ ବସିକି ଖାଇଥାନ୍ତ। ଏଇ ଟଙ୍କା ନା ଆଚ୍ଛା ଆଚ୍ଛା ତାହେଲେ ତ ଖିଆ ପିଆ ହବ। ଆଉ ଆପଣଙ୍କ କେତେ ସମୟ ଲାଗିବ? ହଁ ତମେ ଭାବିନିଅ ମୋର ସେଇ ଟାଇମ ତ ହଁ ପୁରା ବଣଭୋଜି ଷ୍ଟାଇଲ ର ଘର ପିକନିକ ଟା। ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ 2026 ସମସ୍ତଙ୍କ ପାଇଁ ମଙ୍ଗଳମୟ ହଉ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲ ରଖନ୍ତୁ। ଜୟ ଜଗନ୍ନାଥ କେମିତି ଅଛନ୍ତି ସାଙ୍ଗମାନେ? ଆଶା କରୁଛି ପ୍ରବଳ ଥିବ ମସ୍ତି ମୁଁ ବହୁତ ଭଲରେ ଅଛି। ତମକୁ ତ କହିନି ଗୋଟେ କେଡି ନେଲନି ଟିକେ ବୁଲେଇତେ। କିଏ ଟିକେ ବୁଲେଇଥିଲେ? ଯଦି ବୁଲେଇତେ ଟିକେ ନ ନେଲ ନାଇଁ ନୂଆ ବର୍ଷ ତ କୋଉ ପାଳନ କେଣେ ବି ନଉନାହାନ୍ତି ଦେଖୁନ। ଘର ଗୋଟେ ନହେଲେ ପାଟି ବନାଅ ନୂଆ ବର୍ଷ ପାଇଁ ଟିକେ ଚିକେନ ଫିକେନ ନହେଲେ ଆଣ ଟିକେ ଯାଇକି। ସାଙ୍ଗମାନେ ଆପଣ କୁଆଡେ କୁଆଡେ ସବୁ ଯାଇଛନ୍ତି ନୂଆ ବର୍ଷ ପାଇଁ ପିକନିକ? ନେଇକି ତ ଟିକେ ଗଲନି କେଠି। ହଉ ଠିକ ଅଛି ଆମର ନହେଲେ ଘରେ ମୁଁ ଟିକେ ଭାବିଥିଲି ଯିବା ବୋଲି ତମେ ଦେଖିଲାକୁ ନେଲନି। ସମସ୍ତେ ଯାଉଛନ୍ତି ପିକନିକ ଆମର ନହେଲେ ଘରେ ପିକନିକ କରିବା ପୁରା ଫ୍ୟାମିଲି ପିକନିକ ପାର୍ଟି ଏଟା କୁହାଯାଏ। ଭଲ ହବ। ହଁ କିଛି ଟିକେ ଯାଇଥିଲେ ଟିକେ ଭଲ ଅସୁବିଧା ନାହିଁ। ହଉ ଠିକ ଅଛି ସାଙ୍ଗମାନେ ଚାଲନ୍ତୁ ଯାହା କିସ କରାଯିବ ଚିକେନ। ଠିକ ଅଛି ସାଙ୍ଗମାନେ ଚାଲନ୍ତୁ ଚିକେନ ନେଇକି ଆସିବା ଆଉ ତମେ ମସଲା ଫସଲା ବନାଅ। ଠିକ ଅଛି ସାଙ୍ଗମାନେ ପୁଣି ସ୍ଵାଗତ କରୁଛି ଆଉ ଗୋଟେ ନୂଆ ବ୍ଲଗକୁ। ହଁ ସମସ୍ତଙ୍କୁ ନୂଆ ବର୍ଷର ଅଭିନନ୍ଦନ। ସାଙ୍ଗମାନେ ଦେଖିପାରୁଥିବେ ବିଷ୍ଣୁ ତାଙ୍କର ମସଲା ଛଡେଇବା ରେଡି ହେଇଗଲେଣି। ମସଲା ରେଡି କରିସାରିଲ? ଏଇ ଦେଖିପାରୁଥିବ ମସଲା ରେଡି ଏବେ ଅମୃତଭଣ୍ଡା କାଟୁଛନ୍ତି। ଅମୃତଭଣ୍ଡାଟା ପକେଇଲେ ଭଲ ଲାଗେ ନା ଆଳୁଟା ପକେଇଲେ ଭଲ ଲାଗେ? ନା ମୋର କିନ୍ତୁ ଅମୃତଭଣ୍ଡା ଭଲ। ଏ ବୋଉ ଯୋଉ କେଣ ପିକନିକ ଗଲେନି ମନ ଦୁଃଖ ହଉଛି ନା? ନାଇଁ ଆମର ଘର ଭଲ। ସାଙ୍ଗମାନେ ଆପଣ ସିଆଡେ ସବୁ ଯାଇଛନ୍ତି ପିକନିକ କି ମତେ ଟିକେ ନିଶ୍ଚିତ କମେଣ୍ଟ କରି ଜଣେଇବେ। ସେ ତ ତାଙ୍କର ମସଲା ଫସଲା ରେଡି କଲେଇଁ ମୁଁ ଯାଏ ଟିକେ ଦୋକାନ ଚିକେନ ନେଇ। ଠିକ ଅଛି ସାଙ୍ଗମାନେ ମୁଁ ଯାଉଛି ଏବେ ଦୋକାନ ଚିକେନ ନେଇକି ଆସିବି ପୁଣି ଦେଖାହବ। ହଉ ବିଷ୍ଣୁ ମୁଁ ଯାଉଛି ତମେ ମସଲା ରେଡି କର ମୁଁ ଯାଇକି ଚିକେନ ନେଇକି ଆସୁଛି ସଙ୍ଗେ ସଙ୍ଗେ ଆଉ। ହଁ ନିହାତି ମୁଁ ଖାଲି ଯିମି ସଙ୍ଗେ ସଙ୍ଗେ ନେଇକି ଆସିବି। ସାଙ୍ଗମାନେ ମୁଁ ତ ଚିକେନ ନେଇକି ଆସିନି ଚାଲ ଦେଖିବା ବିଷ୍ଣୁ କଣ କରୁଛନ୍ତି। ମୁଁ ତ ତାଙ୍କୁ କହିଥିଲି ଯେ ମସଲା ଫସଲା ରେଡି କର ଆଳୁ ଆଉ ପିଆଜ ପତ୍ର ଫ୍ରାଏ କର। ସେ ଦେଖିପାରୁଥିବେ ମୁଁ ନେଇକି ଆସିଛି। ବିଷ୍ଣୁ ହେଇ ନିଅ ତମ ଚିକେନ। ପୁରା ଧୋଇ ଧୁଆକି ରେଡି କରିକି ମୁଁ ନେଇକି ଆସିଛି ହେଲା। ହଁ ମୋ ହାତରେ ଟିକେ ପାଣି ଦିଅ ମୁଁ ଧରିକି ଆସିଥିବି। ସାଙ୍ଗମାନେ ଦେଖିପାରୁଥିବେ ସିଏ ବି ଆଳୁ ଅମୃତଭଣ୍ଡା ପୁରା ଫ୍ରାଏ କରିକି ରଖିଛନ୍ତି। ତେଲ ଫେଲ ବି ପୁରା ହଁ ତେଲ ବି ଗରମ କରିସାରିଲେଣି। ପିଆଜ ପକେଇଲେ ହଁ ପୁରା ବଢିଆ ଟେଷ୍ଟ ଆସିବ ତ ପୁରା ବଣଭୋଜି ଷ୍ଟାଇଲ ପୁରା ଦେଶୀ ମସଲା ଟା ଶିଳରେ କରିଛ ନା? ହଁ ପୁରା ଶିଳ ବଟା ମସଲା ନହେଲେ ସ୍ୱାଦ ଆସିବନି। ହଁ ପୁରା ବଣଭୋଜି ଷ୍ଟାଇଲ ଘର ପିକନିକ ଟା ଆଉ। ହେମଦସ୍ତା ମାଡ ନା ଶିଳ ମାଡ? ଏଇଭଳିଆ ଆଉ ହଁ ଦେଖିପାରୁଥିବେ ପିଆଜ ପୁରା ବୋବାଲ ପୁରା ଗାଉଁଲି ଯେରକ ପୁରା ଘରୋଇ ଚିକେନ ରୋଷେଇ ସେଇ ଭଳିଆ। ଫ୍ୟାମିଲି ପିକନିକ ହେଲେ ବି ହଁ ମାନେ ଘରେ ପୁରା ରୋଷେଇ ଚାଲିଛି। ଆମ ଅଖଇ ଛିଡା ହେଇଛି ପୁରା ଗାଧେଇ ଗୁଧେଇ ଫ୍ରେଶ ହେଇଯାଇଛି। ତା ମନ କିନ୍ତୁ ଦୁଃଖ ନାହିଁ। ମନ ଦୁଃଖ ବି ହବ କାରକ ସିଏ ପିକନିକ କରିବା କଥା ସେ ଜାଣିନଥିଲା ସେ ଟିଉସନ ରୁ ଆସିଲାକୁ ଆମର ହଠାତ୍ ପ୍ରୋଗ୍ରାମ ହେଲା। ପିଆଜ ଆଉ କେତେ ସମୟ ନାଇଁବ ଅଳ୍ପ ସମୟ ଦେଖିପାରୁଥିବେ ପିଆଜ ବି ମାନେ ପୁରା କଲର ଆସି ଗଲାଣି। ଆଉ ଅଳ୍ପ ସମୟ ହେଇଯିବ। ଠିକ ଅଛି ସମୟ ତ ପଡୁଛି ଅସୁବିଧା କିଛି ସମୟ ତ ଅଛି ସମସ୍ୟା କିଛି ନାହିଁ। ବହୁତ ଟାଇମ ଅଛି କିଛି ଅସୁବିଧା ନାହିଁ ସମୟ ଅଛି। ତାଙ୍କ ରୋଷେଇ କରୁଛନ୍ତି କରନ୍ତୁ କିଛି ସମସ୍ୟା କିଛି ନାହିଁ। ସାଙ୍ଗେ ସାଙ୍ଗେ କଥା ନୁହେଁ ତ ଧରାଯାଉ ଆମେ ଯାଇଥାନ୍ତେ ବାହାରକୁ କଣ ଭୋଜି ସେଠି ତାର ମାନେ କେତେବେଳେ ହେଇଥାନ୍ତା କେ ସମୟ ହେଇଥାନ୍ତା କିଛି ହେଇଥାନ୍ତା ସେଠି କିଛି ଜାଣିଛ ସେ ସମୟ ହବ ଅସୁବିଧା କିଛି କଥା ନାହିଁ କିଛି ଅସୁବିଧା ନାହିଁ। ତମେ ଆରାମସେ କର ସମସ୍ୟା ନାହିଁ। ଦେଖିପାରୁଥିବେ ସେ ତାଙ୍କୁ ଚଲେଇଥିବେ ହଁ ନା ଚଲାଅ ଚଲାଅ। ଦେଖିପାରୁଥିବେ ପିଆଜ ହେଇଗଲା ପରେ
ମସଲା ହେଇ ପକେଇ ଦିଅନ୍ତି ସାଙ୍ଗେ ସାଙ୍ଗେ ନ ହଉ ସାର କୁଆଡେ କିଛି ଅଫିସ ଯିବ ନା ସାର କିଛି ମ୍ୟାଟର ନାହିଁ ଆରାମସେ କର। ତମେ ଯଦି ଦୁରିଆ ଯାଇଥା ତାପରେ କିଏ ବୁଲାବୁଲିର ସେଇ ତ କଥା ତ କିଏ ବୁଲିଥାନ୍ତା କିଏ ହଁ କିଏ ରୋଷେଇ କରିଥାନ୍ତା କିଏ ଏଟା ଭାବିନିଅ ଯେ ଏଟା ତମେ ଘରେ ନାହଁ ବାହାରକୁ ଯାଇକି ହିଁ କରୁଛ ବୋଲି ସେମିତି କିଛି ହଁ। ନା ଦୂର ବାଟ କଣ ତ କିଏ କିଏ କେଠି ବୁଲିଥାନ୍ତା କିଏ ରୋଷେଇ କରିଥାନ୍ତା ସାର କିଛି ହିସାବ ନାହିଁ ହଁ। ନୂଆ ବର୍ଷ ବୁଲେଇତେ ଯିବା ଆଉ ଘର ଗୋଟେ ନିଜେ ନିଜେ ଏଟା କିଛି ଭଲ ଲାଗୁନି ନା ତମକୁ ଏଟା ଭାବିନିଅ ଯେ ବାହାରକୁ ଯାଇଛ ଘରେ ପିକନିକ ହଁ ଏଟା ତୁମେ ଭାବନି ଯେ ମାନେ ଏଟା ଘରେ ହଁ ଘର ପିକନିକ ପାର୍ଟି ହଉଛି ବୋଲି ଭାବନି ତୁମେ ଭାବିନିଅ କି ଆମେ ବୁଲତେ ଆସିଛୁ ମାନେ ରୋଷେଇ ପାଳି ଟା ତମର ପଡୁଛି ତମେ ଭାବିନିଅ ସମସ୍ତେ ବୁଲତେ ଯାଇଛନ୍ତି ମୁଁ ଏକଲା ହଁ ତମେ ଭାବିନିଅ ମୋର ରୋଷେଇ ଟାଇମ ଟା ଆଉ ସବୁ ବୁଲତେ ଯାଇଛନ୍ତି ମୁଁ ଏଟା ରୋଷେଇ ବାସ କରିସାରି ହଁ ଏଇ ମସଲା ହେଇଗଲା ହଳଦୀ ଦେଇ ସାରିଲେଣି ତାଙ୍କର ଚଲେଇଛନ୍ତି ତାଙ୍କ କର୍ମ ସବୁ ଚଲେଇଛନ୍ତି ଆଉ ଠିକ 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 ତମ ଭାବନା ଟା ଠିକ ଅଛି ଆଉ କିଏ ଟିକେ ଯାଇଛ ବୁଲତେ ତମେ ସାଙ୍ଗମାନେ ସେ ତ ମାନେ କିଛି କହିପାରି ନାହାନ୍ତି ତଥାପି ତାଙ୍କ ମନରେ ଗୋଟେ ଦୁଃଖ ଥିବ ଦୁଃଖ ତ ସେମିତି କିଛି ନାହିଁ ତାଙ୍କର ସେ ମତେ କହୁଥିଲେ ଯେ ଟିକେ ବୁଲାବୁଲି କରିତେ ଯିବା ମୁଁ କଣ ନା ବୁଲତେ ଯିବାନି ଯାହା କରିବା କଥା ଘର କରିଦିଏ ସେ ତାଙ୍କର ରାଜି ହେଇଗଲେ ଘରେ ଚାଲିଛି ଆଉ ଦେଖିପାରୁଥିବ ହେଇ ମସଲା ବି ହେଇ ଆସିଲାଣି ଆଉ ବେଶୀ ସମୟ ତ ପ୍ରାୟ ହବନି ମୁଁ ଭାବୁଛି ତାଙ୍କର ଟିକେ ଲଙ୍କା ହେରା ସବୁ ଖୋଲୁଛନ୍ତି ଚିନି ନା ହଉ ହଉ ଚଲାଅ ସାଙ୍ଗମାନେ ଦେଖିପାରୁଥିବେ ମୁଁ ତାଙ୍କୁ କହୁଛି ଚିକେନ ମୁଁ ସେଠି ଧୋଇକି ପୁରା ସଫା କରିକି ଆଣିଛି ଦେଖିପାରୁଥିବେ ସିଏ ପୁଣି ଆଉ ଥରେ ଧୋଇଲେ ସେ ମୋ କଥା ବିଶ୍ୱାସ କଲେନି ସେ ଆଉ ବେଳେ ଧୋଇକି ନା ମୁଁ ପୁରା ସେଠୁ ସେ ଦୋକାନୀ କହିକି ପୁରା ଧୋଇକି ଫ୍ରେଶ କରିକି ଆଣିଥିଲି ଦେଖିପାରୁଥିବେ ମସଲା ବି ମାନେ ପୁରା ପୁରା ରେଡି ହେଇଗଲାଣି ଏବେ ଚିକେନ ପକେଇବେ ମସଲା ହେଇଗଲାଣି ମାନେ ଚାଲନ୍ତୁ ଦେଖିବା ବିଷ୍ଣୁ କେତେ ବାଟ ରୋଷେଇ କଲେ କିଶୋରୀ ମାନେ ଚିକେନ ହେଲା କି ନାହିଁ ଆକୁ ତ ମୁଁ କହିଥିଲି ତମେ ଭାବିନିଅ ତମର ରୋଷେଇ ପାଳି ପଡୁଛି ଆମେ ବୁଲୁଛେ ଦେଖିବା ଚାଲନ୍ତୁ ଦେଖିବା କେତେ ବାଟ ବିଷ୍ଣୁ କେତେ ବାଟ କିସ ହେଲା ତମରି ମାନଙ୍କର ଭାଗ୍ୟ ହେଲା ପିକନିକ ଆସିକି ମତେ ତମେ ପରା ରୁଷିଆ ଆରେ ରୁଷିଆ ମାନେ ତମ ଦାୟିତ୍ୱ ହଁ ନା ହଁ ଭାବିନିଅ ଆମେ ବୁଲୁଛେ ତମ ରୋଷେଇ ପାଳି ଦେଖିପାରୁଥିବେ କଷା ଅଲରେଡି ହେଇ ସାରିଲାଣି ଲେଗ ପିସ୍ ଗୁଡା ବି ପକା ହେଇଛି କି ଭାବିବାର ନାହିଁ ମୋ ମା ଟିକେ ପତ୍ର ଫତ୍ର ଆଣିକି ଯୋଗାଡ କରିଦଉଛି କାଠ ଫାଟ ଆଣିକି ବ୍ୟବସ୍ଥା କରିଦଉଛି କିଏ ଚଲାକ ତମେ ନା ତମେ ବସିକି ରାନ୍ଧୁଛ ମାନେ ତମେ ଚାଲାକ ଆମେ ଥୋଡି ନା ଚାଲାକ ବୋଉ ତାର ଧୀରେ ଠିଆ ହେଇଛି ମୋ ମା ହାତରେ ଢୁମା ଫୁମା ନେଇକି ସିଆଡେ ଗଲାଣି କାଠ ଫାଟ ବ୍ୟବସ୍ଥା କରିବା ନେଇକି ବୋଧେ ଗଲାଣି ବୋଉ ଏଇଟା ଠିଆ ହେଇଛି ବିଷ୍ଣୁ ତାଙ୍କର ଚଲେଇଛନ୍ତି ଆମର ପିକନିକ ସ୍ପଟରେ ବୁଲାବୁଲି ସାରିକି ଆସିକି ଦେଖିଲା ବି ସେ ତାଙ୍କର ଚଲେଇଛନ୍ତି ଆଉ ଆଉ ଆପଣଙ୍କ କେତେ ସମୟ ଲାଗିବ ଅଧଘଣ୍ଟା ରୋଷେଇ ପାଇଁ ଆପଣଙ୍କୁ ପଇସା ଦିଆହେଇଛି ଖାଲ ଆପଣ ରୋଷେଇ କରୁନାହାନ୍ତି ହେଲା ସେଇଟା ଜାଣିଛି ଠିକ ଅଛି ସାଙ୍ଗମାନେ ଦେଖିବା ତରକାରୀ ହେଲା କି ନାହିଁ ବିଷ୍ଣୁଙ୍କର ବିଷ୍ଣୁ ହେଲା ହେଇଗଲା ତରକାରୀ ଓହୋ ଏଟା ଲାଷ୍ଟ କିସରେ ଦିଆଗଲା ଓହୋ ପୁରା ଦେଶୀ ଟଙ୍କା ନା ଆଚ୍ଛା ଆଚ୍ଛା ତାହେଲେ ଖିଆ ପିଆ ହବ ହଉ ତାହେଲେ ସଜ ଘର ସାଙ୍ଗମାନେ ଚାଲନ୍ତୁ ଖାଇଲା ବେଳେ ଦେଖା ହବ ସମସ୍ତେ ମିଶିକି ସାଙ୍ଗ ହେଇକି ଖାଇବା ବିଷ୍ଣୁ ତରକାରୀ ପତ୍ର ପୁରା ରେଡି କରିସାରିଲେଣି ସେ ପୁରା କମ୍ପ୍ଲିଟ ପିକନିକ ଷ୍ଟାର୍ଟ ଚାଲନ୍ତୁ ଖାଇବା ବଢା ହେଲାଣି ଦେଖିବା ଖାଇଲେ କି ନାହିଁ ଦେଖିପାରୁଥିବେ ଏଠି ମାନ ଖାଉଛି ବିଷ୍ଣୁ ବି ଏଠି ମାନେ ବିଷ୍ଣୁର ମୋର ବଢା ହେଇଛି ଏଠି ମୋ ମା ତାର ଚଲେଇଛି ହଁ ପିକନିକ ଷ୍ଟାର୍ଟ ଆଉ ବାହାରକୁ ଯାଇଥିଲି ଏନଜୟ କରିପାରତ ନା ସେଠି ସେ ଘାସ ବଣିଆ ମାସ ବଣିଆରେ ବସିକି ଖାଇଥାନ୍ତ ସେରକ ହବ ତୁଲି ଶାଳେ ବସିବାଟା ଆଉ ଇଏ ଅଧିକା
ଆସିଲେ ଖାଇବେ ବୁଲିଆ ନା ଖାଇ ସରକାର ମୋର କଣ ଦାୟିତ୍ୱ ଖାଇସାରିଲେ ବୁଲିବି ମନ ଇଚ୍ଛା ବୁଲିବି ତମେ ଖାଇବ ଯଦି ଆସ ହଉ ସାଙ୍ଗମାନେ ଚାଲନ୍ତୁ ଖାଇଦବା ସେଠି ସବୁ ଖାଇଲେ ତାପରେ ଖାଇଖୁଆ ସାରିକି ପୁଣି ଦେଖା ହବା ଆଉ ଆରମ୍ଭ କଲଣି ନା ଟେଷ୍ଟ କେବେ ଅଛି ବଢିଆ ଟେଷ୍ଟ ହଉ ଠିକ ଅଛି ମାନୁ ତାର ଚଲେଇଛି ମାନେ ସେ ଉତ୍ତର ବି ଦଉନି କିଛି ଆଉ ଅକ୍ଷୟ ପିଲା ଟେଷ୍ଟ କେବେ ଅଛି ବଢିଆ ଠିକ ଅଛି ହଉ ପୁରା ଆଉ ଆଚ୍ଛା ଆଚ୍ଛା ସାଙ୍ଗମାନେ ଖିଆ ପିଆ ତ ସରିଗଲା ବିଷ୍ଣୁ ବି ତାଙ୍କର ପୁରା କାମ ଦାମ ସାରି ମାନେ ବାସନ ଫାସନ କାମ ସବୁ ସରିଗଲାଣି ଆଉ ଆମେ ଘରେ ପିକନିକ ଟା ସତ କଥା ଆମର ବଢିଆ ହେଲା ଆଉ ବାହାରକୁ ଯାଇନା ଟିକେ ମଜା ହେଲା ଖାଲି କିଛି ଗୁଣା ଖାଲି ଯାଇଥାନ୍ତେ ବୁଲତେ ଜାଗାଟା ଦେଖିଥାନ୍ତେ କିନ୍ତୁ ମଜା ହେଇଥାନ୍ତା ହେଇନଥାନ୍ତା ସେଟା ତ ପ୍ରକୃତ ସତ କଥା ଆଉ ସାଙ୍ଗମାନେ ଆପଣ ମାନେ ଫ୍ୟାମିଲି ସହିତ କୁଆଡେ କୁଆଡେ ପିକନିକ ଯାଇଥିଲେ ନା ଘରେ ଘରେ ପିକନିକ କରୁଛନ୍ତି ଆଉ କୁଆଡେ କୁଆଡେ ପିକନିକ ଯାଉଛନ୍ତି ଆମକୁ ଟିକେ କମେଣ୍ଟ କରି ଜଣେଇବେ ଆଉ ସାଙ୍ଗମାନେ ସମସ୍ତଙ୍କୁ ମୋର ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ 2026 ସମସ୍ତଙ୍କ ପାଇଁ ମଙ୍ଗଳମୟ ହଉ ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଭଲ ରଖନ୍ତୁ ସାଙ୍ଗମାନେ ରହୁଛୁ ଜୟ ଜଗନ୍ନାଥ ପୁଣି ଆଉ ଗୋଟେ ନୂଆ ଫ୍ରେଶ ବ୍ଲଗ ଭିଡିଓରେ ଦେଖାହବ ରହୁଛି ଜୟ ଜଗନ୍ନାଥ।